ଭାବରେ ଧର୍ମ ଅର୍ଥ କାମ ସମ୍ପାଦନ କରିବାରେ ବହୁ ବର୍ଷ ବିତାୟ ପରେ ନିଜ ପୁତ୍ର ଉତ୍କଳଙ୍କ ହାତରେ ରାଜସିଂହାସନ ସମର୍ପିତ। ଏହି ସମସ୍ତ ଦୃଶ୍ୟ ପ୍ରପଞ୍ଚ ଅବିଦ୍ୟା ରଚିତ ସ୍ୱପ୍ନ ପରି ଓ ଗନ୍ଧର୍ବ ନଗର ପରି ନିଜ ଭିତରେ ମାୟା ଦ୍ୱାରା ହିଁ କଳ୍ପିତ ବୋଲି ବୁଝିପାରି ଏବଂ ଏହି ଶରୀର ସ୍ତ୍ରୀ ପୁତ୍ର ମିତ୍ର ସେନା ଧନ ସମ୍ପଦ ପୂର୍ଣ୍ଣ କୋଷାଗାର ରାଣୀ ପୁର ସୁରମ୍ୟ ବିହାର ଭୂମି ସବୁକିଛି କାଳ ବଳରେ ପଡ଼ିଯାଏ ବୋଲି ଜାଣି ସେ ବଦରିକାଶ୍ରମକୁ ଚାଲିଲେ। ବଦ୍ରିକାଶୀ 36,000 ବର୍ଷ ରାଜ୍ୟ ଶାସନ କରି ନିଜ ପୁତ୍ର ଉତ୍କଳଙ୍କ ହାତରେ ସେ ରାଜ୍ୟ ଭାର ସମର୍ପି ଦେଇକି ସେ ବୈରାଗ୍ୟ ଭାବ ଧାରଣ କରିକି ସେ ବଦ୍ରିକାଶ୍ରମ ସେଠାରେ ସେ ପବିତ୍ର ଜଳରେ ସ୍ନାନ କରି ଇନ୍ଦ୍ରିୟମାନଙ୍କୁ ଶାନ୍ତ ଓ ବିଶୁଦ୍ଧ କରିଦେଲେ। ତାପରେ ସ୍ଥିର ଆସନରେ ବସି ପ୍ରାଣାୟାମ ଦ୍ୱାରା ବାୟୁକୁ ନିୟମନ କଲେ। ତାପରେ ମନ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ବାହ୍ୟ ବିଷୟରୁ ହଟାଇ ଆଣି ମନକୁ ଭଗବାନଙ୍କର ସ୍ଥୂଳ ବିରାଟ ସ୍ୱରୂପରେ ସ୍ଥିର କଲେ। ସେ ବିରାଟ ସ୍ୱରୂପକୁ ଚିନ୍ତନ କରି କରି ସେ ଶେଷରେ ଧ୍ୟାତା ଓ ଦେହଙ୍କ ଭିତରେ ଥିବା ପ୍ରଭେଦ ଦୂର କରିଦେଇ ନିର୍ବିକଳ୍ପ ସମାଧିରେ ଲୀନ ହୋଇଗଲେ ଏବଂ ସେହି ଅବସ୍ଥାରେ ଏକମାତ୍ର ଭଗବାନଙ୍କ ଛଡ଼ା ଆଉ କିଛି ନାହିଁ ଏହି ଭାବରେ ପ୍ରତିଷ୍ଠିତ ହୋଇଗଲେ। ଭଗବାନ ଶ୍ରୀହରିଙ୍କ ପ୍ରତି ନିରନ୍ତର ଭକ୍ତିଭାବ ପ୍ରବାହିତ ହେବା ଫଳରେ ତାଙ୍କ ନୟନରୁ ବାରମ୍ବାର ଆନନ୍ଦାଶ୍ରୁ ପଦ୍ମା ଛଡ଼ିଲା। ତାଦ୍ୱାରା ତାଙ୍କର ହୃଦୟ ଦ୍ରବୀଭୂତ ହୋଇଗଲା ଏବଂ ଶରୀରରେ ରୋମାଞ୍ଚ ଖେଳିଗଲା। ପୁଣି ଦେହାଭିମାନ ନଷ୍ଟ ହୋଇଯିବାରୁ ତାଙ୍କର ମୁଁ ଧ୍ରୁବ ବୋଲି ଏହି ସ୍ମରଣଟି ଆଉ ରହିଲା ନାହିଁ। ଏତିକି ବେଳେ ଧ୍ରୁବ ଦେଖିଲେ ଆକାଶରୁ ଗୋଟିଏ ଅତ୍ୟନ୍ତ ସୁନ୍ଦର ବିମାନ ଓହ୍ଲାଉଛି। ବିମାନଟି ନିଜର ଜ୍ୟୋତିରେ ଦଶଦିଗକୁ ଆଲୋକିତ କରିଦେଉଥାଏ। ଦେଖି ମନେ ହେଉଥାଏ ସତେ ଯେପରି ପୂର୍ଣ୍ଣିମାର ଚନ୍ଦ୍ର ଉଦୟ ହେଉଛି। ସେଥିରେ 2 ଜଣ ଶ୍ରେଷ୍ଠ ପାର୍ଷଦ ଗଦାରେ ଭରା ଦେଇ ଠିଆ ହୋଇଥିଲେ। ଉଭୟ ଥିଲେ ଚତୁର୍ଭୁଜଧାରୀ। ତାଙ୍କର ସୁନ୍ଦର ଶ୍ୟାମଳ ଶରୀର କିଶୋର ଅବସ୍ଥା ଓ ଅରୁଣ କମଳ ସଦୃଶ ନେତ୍ର। ବିଷ୍ଣୁଦୂତ 2 ଜଣ ଆସିଥିଲେ ତାଙ୍କୁ ନବା ପାଇଁ। ସେଥିରେ 2 ଜଣ ଶ୍ରେଷ୍ଠ ପାର୍ଷଦ ଗଦାରେ ଭରା ଦେଇ ଠିଆ ହୋଇଥିଲେ। ଉଭୟ ଥିଲେ ଚତୁର୍ଭୁଜଧାରୀ। ସେମାନେ ଶ୍ରୀହରିଙ୍କର ସେବକ ବୋଲି ଜାଣିପାରି ଧ୍ରୁବ ପୂଜା ଆଦିର କ୍ରମ ଭୁଲିଯାଇ ହଠାତ୍ ସମ୍ଭ୍ରମରେ ଠିଆ ହୋଇ ପଡ଼ିଲେ ଏବଂ ସେମାନେ ଭଗବାନଙ୍କ ପାର୍ଷଦମାନଙ୍କ ମଧ୍ୟରେ ମୁଖ୍ୟ ବୋଲି ଭାବି ସେ ମଧୁସୂଦନଙ୍କ ନାମ କୀର୍ତ୍ତନ କରି କରି ସେମାନଙ୍କୁ ଯୋଡ଼ ପତ୍ରରେ ପ୍ରଣାମ କଲେ। ଧ୍ରୁବଙ୍କର ମନ ଭଗବାନଙ୍କ ଚରଣ କମଳରେ ତଲ୍ଲୀନ ହୋଇଗଲା ଏବଂ ସେ ହାତ ଯୋଡ଼ି ବଡ଼ ନମ୍ରତାର ସହିତ ନତଶିର ହୋଇ ଠିଆ ହୋଇ ରହିଗଲେ। ଏଥର ଶ୍ରୀହରିଙ୍କର ପ୍ରିୟ ପାର୍ଷଦ ସୁନନ୍ଦ ଓ ନନ୍ଦ ତାଙ୍କ ନିକଟକୁ ଯାଇ ମୃଦୁ ମୃଦୁ ବସି ତଂ କୃଷ୍ଣ ପାଦାଭିନିବିଷ୍ଟ ଚେତସଂ ବଦ୍ଧାଞ୍ଜଳି ପ୍ରଶ୍ରୟ ନମ୍ରକନ୍ଧରଂ ସୁନନ୍ଦ ନନ୍ଦାରୁପସୃତ୍ୟ ସସ୍ମିତଂ ପ୍ରତ୍ୟୁଚତୁ ପୁଷ୍କର ନାବସମ୍ମତୁ। ସୁନନ୍ଦ ଓ ନନ୍ଦ କହିଲେ, ରାଜନ ଆପଣଙ୍କର ମଙ୍ଗଳ ହେଉ। ଆପଣ ଏକାଗ୍ର ହୋଇ ଆମ କଥା ଶୁଣନ୍ତୁ। ଆପଣ 5 ବର୍ଷ ବୟସରେ ହିଁ ତପସ୍ୟା କରି ଭଗବାନଙ୍କୁ ପ୍ରସନ୍ନ କରିଦେଇଥିଲେ। ଆମେ ହେଉଛୁ ସେଇ ଭଗବାନ ବିଷ୍ଣୁଙ୍କର ସେବକ। ଆପଣଙ୍କୁ ଭଗବାନଙ୍କ ଧାମକୁ ନେଇଯିବା ଲାଗି ଆମେ ଆସିଛୁ। ଆପଣ ନିଜର ଭକ୍ତି ପ୍ରଭାବରେ ବିଷ୍ଣୁ ଲୋକର ଅଧିକାର ପ୍ରାପ୍ତ ହୋଇଛନ୍ତି। ତାହା ତ ଅନ୍ୟମାନଙ୍କ ନିକଟରେ ବଡ଼ ଦୁର୍ଲଭ। ପରମ ଜ୍ଞାନୀ ସପ୍ତର୍ଷି ମଧ୍ୟ ସେଠାରେ ପହଞ୍ଚି ପାରିନାହାନ୍ତି। ସେମାନେ ତଳ ଲୋକରେ ରହି ହିଁ ତାହାକୁ ଦେଖୁଛନ୍ତି। ସୂର୍ଯ୍ୟ ଓ ଚନ୍ଦ୍ର ଆଦି ଗ୍ରହ ନକ୍ଷତ୍ର ଏବଂ ତାରାଗଣ ମଧ୍ୟ ସେହି ଲୋକକୁ ପ୍ରଦକ୍ଷିଣ କରୁଛନ୍ତି। ଚାଲନ୍ତୁ ଆପଣ ଏଥର ସେ ବିଷ୍ଣୁ ଲୋକରେ ନିବାସ କରିବେ। ହେ ପ୍ରିୟବର, ଆଜି ପର୍ଯ୍ୟନ୍ତ ଆପଣଙ୍କର କୌଣସି ପୂର୍ବଜ ତଥା ଅନ୍ୟ କେହି ମଧ୍ୟ ସେହି ଧାମରେ କେବେ ବି ପହଞ୍ଚି ପାରିନାହାନ୍ତି। ଭଗବାନ ବିଷ୍ଣୁଙ୍କର ସେ ପରମ ଧାମ ହେଉଛି ସମଗ୍ର ସଂସାରର ବନ୍ଦନୀୟ। ଆପଣ ସେଠାକୁ ଯାଇ ବିରାଜମାନ ହୁଅନ୍ତୁ। ଏ ଆୟୁଷ୍ମାନ ପୁଣ୍ୟ ଶ୍ଲୋକ ଶିରୋମଣି ଶ୍ରୀହରି ଆପଣଙ୍କ ପାଇଁ ଏହି ଶ୍ରେଷ୍ଠ ବିମାନଟି ପଠାଇଛନ୍ତି। ଆପଣ ଏଥିରେ ବସନ୍ତୁ। ମୁନିବର ମୈତ୍ରେୟ କହିଲେ, ଭଗବାନଙ୍କର ପ୍ରମୁଖ ପାର୍ଷଦମାନଙ୍କ ମୁଖରୁ ହୋଇ ଅମୃତମୟ ବଚନ ଶୁଣି ପରମ ଭାଗବତ ଧ୍ରୁବ ପ୍ରଥମେ ସ୍ନାନ କଲେ। ତାପରେ ସନ୍ଧ୍ୟା ବନ୍ଦନା ଆଦି ନିତ୍ୟକର୍ମ ସାରି ମାଙ୍ଗଳିକ ଅଳଙ୍କାର ଆଦି ଧାରଣ କଲେ। ବଦରିକାଶ୍ରମରେ ରହୁଥିବା ମୁନିମାନଙ୍କୁ ପ୍ରଣାମ କରି ସେମାନଙ୍କର ଆଶୀର୍ବାଦ ଗ୍ରହଣ କଲେ। ତାପରେ ସେ ଶ୍ରେଷ୍ଠ ବିମାନକୁ ପୂଜା ଓ ପ୍ରଦକ୍ଷିଣ କରି ପାର୍ଷଦମାନଙ୍କୁ ପ୍ରଣାମ କରି ସୁବର୍ଣ୍ଣ ତୁଲ୍ୟ କାନ୍ତିମାନ ଦିବ୍ୟ ରୂପ ଧାରଣ ପୂର୍ବକ ସେ ବିମାନକୁ ଚଢ଼ିବାକୁ ପ୍ରସ୍ତୁତ। ଏତିକି ବେଳେ ଧ୍ରୁବ ଦେଖିଲେ ଯେ କାଳ ମୂର୍ତ୍ତିମାନ ହୋଇ ଆସି ତାଙ୍କ ସମ୍ମୁଖରେ ଠିଆ ହୋଇଛି। ତେଣୁ ସେ ମୃତ୍ୟୁର ଶିର ଉପରେ ପାଦ ରଖି ସେ ଅଦ୍ଭୁତ ବିମାନରେ ଚଢ଼ିଗଲେ। ଯେଉଁ ମୃତ୍ୟୁ ସମସ୍ତଙ୍କୁ ଭୟଭୀତ କରିଥାଏ,
समस्त को ग्रास करता जो मृत्यु मृत्यु भय समस्ते समस्त जीव छट समस्त मृत्यु भय समस्ते चाहते हम बंचू मृत्यु को समस्ते भय करते ध्रुव जी भगवान भक्त हो जाए मृत्यु स्वयं मृत्यु आसिक कहते मुंड देखी जे विमान तो बहुत ऊपर रही मो मुंडे गोड़ देकी आप विमान को चढ़ी जाते मृत्युर शिर पाद देकी जी वैकुंठ धाम भगवान मृत्यु कहले आप चरण टे स्पर्श कर मत पवित्र कर दिया भक्त के मृत्यु विकल हुए भक्त के मृत्यु को भय करे से मृत्यु को भय करे कारण मृत्यु भीतर से भगवान को देखे परमार्थ गुरुदेव लिखते मृत्यु रूपी जगन्नाथ मृत्यु रूपी स्वयं भगवान मृत्यु रूप भगवान को भीतर कैसे प्रवेश करे मृत्यु भी भगवान ही जाए सबकी भगवान तेणु ध्रुव महाराज से मृत्यु शिर पाद देकी से विमान चढ़ी एति बड़े ध्रुव देखले काल मूर्तिमान हो समुद्र ठिया तेणु से मृत्युर शिर पर पाद रखी से अद्भुत विमान में चढ़ीगले से आकाश दुंदुरी मृदंग ढोल आदि वाद्य बाजिला श्रेष्ठ गंधर्व माने गान कले आकाश पुष्प वृष्टि है विमान में बस ध्रुव भगवान को धाम को जीवा प्रस्तुत होगा मात्रे माता सुनीति कथा मन पड़ा से भाव्य को लगे कौन मु मो दुखिनी मां को छाड़ी एकाकी ही दुर्लभ ध्रुवंकर इच्छा माने भावना है कि मते तो ये आसरे विष्णुदूत माने मते विमान रे मते माने नहीं वैकुंठ धाम किंतु मो मां कौन हो मो मां तो मते ही अतिशय प्रेम करे मुई हो तार सब किसी नयन संखाड़ी मोर से दुखिनी मां अवस्था कौन हो ये भाव चिंता कर विष्णुदूत मैंने जापार से कहते तुम भाया भक्त जो जन्म हुए परमार्थ गुरुदेव लिखते अतीत सप्त पुरुष भविष्य चतुर्दश पुरुष तार उद्धार आस्फोटयन्ति पितरा नृत्यन्ति च मुहुर्मुहुः मत्कुले वैष्णव जाता सनत्रास्ता भविष्यति ताके पितृ पुरुष माने ताड़ी बाड़ी बाड़ी नाचती मो कूल वैष्णव जात आम समस्त से उद्धार करे आस्फोटयन्ति पितरा नृत्यन्ति च मुहुर्मुहुः ताड़ी बाड़ी बाड़ी नाचती मो घर जन वैष्णव जन भक्त जन्म है कौन ना आम समस्त उद्धार कर जड़े भक्त यदि जन्म है कूल तार अतीत सप्त पुरुष एवं भविष्य चतुर्दश पुरुष उद्धार कूलम पवित्रा जननी कृतार्था वसुंधरा पुण्यवती तेन स्वर्गे स्थितास्ते पितरोपि धन्या यत्कूले वैष्णव नाम वैष्णव भक्त जो कूल जन्म कूल पवित्र जननी कृतार्थ वसुंधरा पुण्यवती पृथ्वी भावे आहा भाग्य वसुंधरा पुण्यवती भावे आहा भक्त जन्म है स्वर्ग स्थित पितर की धन्य स्वर्ग जो पितृपुरुष मैंने रही धन्य धन्य वैष्णव तावत भ्रमंति संसारे पितर पिंड तत्परा जावत भक्ति युक्त श्रुत नैव कूले प्रजाय से पर्यंत पितृपुरुष मैंने पिंड पाइबा बोलू था जे पर्यंत कूल जड़े भक्त जड़े जन्म नहीं तावत भ्रमंति संसार पितरा पिंड तत्पर जावत भक्ति युक्त पुत्र जड़े भक्त जित पर्यंत कूल जन्म नहीं से पर्यंत पितृपुरुष मैंने पिंड पाइबा बोलू था भक्त जित जन्म हो जाए 21 पीढ़ी तार अतीत सप्त पुरुष एवं आगो को जो आसवे 14 पुरुष सब उद्धार तेणु से ध्रुव महाराज आप जो कूल जन्म है 21 पीढ़ी तार उद्धार अब आप माँ को कथा कौन आप देखो आप माँ आउ जो विमान से जाऊे ध्रुवंकर मन कथा जापर नंद और सुनंद देखा आगे जाऊा
ଅନ୍ୟ ଏକ ବିମାନରେ ଦେବୀ ସୁନୀତି ମଧ୍ୟ ଯାଉଥିଲେ। ଧ୍ରୁବ କ୍ରମଶଃ ସୂର୍ଯ୍ୟ ଆଦି ସବୁ ଗ୍ରହଙ୍କୁ ଦେଖିଲେ ମାର୍ଗର ବିଭିନ୍ନ ସ୍ଥାନରେ ଅନ୍ୟ ବିମାନ ମାନଙ୍କରେ ବସିଥିବା ଦେବଗଣ ତାଙ୍କୁ ପ୍ରଶଂସା କରିବା ସହିତ ତାଙ୍କ ଉପରେ ପୁଷ୍ପବୃଷ୍ଟି କରୁଥାନ୍ତି। ଦେବତାମାନେ ତାଙ୍କର ପୁଷ୍ପବୃଷ୍ଟି କରୁଥାନ୍ତି। ସେହି ଦିବ୍ୟ ବିମାନରେ ବସି ଧ୍ରୁବ ତ୍ରିଲୋକ ଅତିକ୍ରମ କରିଗଲେ। ଏପରି ଯାଉ ଯାଉ ସେ ଯାଇ ସପ୍ତର୍ଷି ମଣ୍ଡଳ ଠାରୁ ବି ଉପରେ ଥିବା ଭଗବାନ ବିଷ୍ଣୁଙ୍କର ନିତ୍ୟ ଧାମରେ ପହଞ୍ଚିଲେ। ଏପରି ଭାବରେ ସେ ଅବିଚଳ ଗତି ପାଇଲେ। ସେହି ଦିବ୍ୟ ଧାମ ନିଜର ଆଲୋକରେ ହିଁ ଆଲୋକିତ ହୋଇଥାଏ। ଚନ୍ଦ୍ର ସୂର୍ଯ୍ୟ ସେ ଦରକାର ହୁଏ ଆଲୋକ ପାଇଁ। ଭାସିତ ସୂର୍ଯ୍ୟ ନ ଶଶାଙ୍କ ନ ଭାଗକ। ସୂର୍ଯ୍ୟ ଚନ୍ଦ୍ରର ଆବଶ୍ୟକତା ସେ ସ୍ୱୟଂ ଆପେ ହିଁ ଆଲୋକିତ। ପବନର ସେ ଦରକାର ନାହିଁ। ଦିବ୍ୟ ସୁଗନ୍ଧ ବାୟୁରେ ସେ ଆପେ ସେଠି ବାୟୁ ହିଁ ହୋଇଥାଏ। ଆନନ୍ଦ ହିଁ ଆନନ୍ଦ ସେଠି ଏସବୁ ଦରକାର ନାହିଁ। ସୂର୍ଯ୍ୟ ଚନ୍ଦ୍ର ଏସବୁ କିଛି ଦରକାର ନାହିଁ। ଦିବ୍ୟ ଲୋକ ସେହି ଧାମକୁ ଜୀବମାନଙ୍କ ସେହି ଦିବ୍ୟ ଧାମ ନିଜର ଆଲୋକରେ ହିଁ ଆଲୋକିତ ହୋଇଥାଏ। ସେହି ଧାମକୁ ଜୀବମାନଙ୍କ ପ୍ରତି ନିଷ୍ଠୁରତା ବା ନିର୍ଦ୍ଦୟତା ପ୍ରକାଶ କରୁଥିବା ପୁରୁଷ ଯାଇପାରନ୍ତି ନାହିଁ। ଯେଉଁମାନେ ପ୍ରାଣୀମାନଙ୍କର ମଙ୍ଗଳ ନିମନ୍ତେ ଦିବାନିଶ ଶୁଭକର୍ମ କରନ୍ତି କେବଳ ସେଇମାନେ ହିଁ ସେଠାକୁ ପ୍ରବେଶ କରିପାରନ୍ତି। ଯିଏ ଶାନ୍ତ ଶାନ୍ତଃ ସମଦୃଶଃ ଶୁଦ୍ଧଃ ସର୍ବଭୂତାନୁରଞ୍ଜନାଃ ଯନ୍ତ୍ୟଞ୍ଜ ସଚ୍ୟୁତ ପଦମଚ୍ୟୁତ ପ୍ରିୟ ବାନ୍ଧବାଃ। ଯେ ଶାନ୍ତ ସମଦର୍ଶୀ ଶୁଦ୍ଧ ଓ ସକଳ ପ୍ରାଣୀକୁ ପ୍ରସନ୍ନ ରଖନ୍ତି ତଥା ଏକମାତ୍ର ଭଗବତ ଭକ୍ତମାନଙ୍କୁ ହିଁ ନିଜର ପ୍ରକୃତ ବନ୍ଧୁ ବୋଲି ମାନନ୍ତି। ଭଗବତ ଭକ୍ତମାନଙ୍କୁ ଯେ ନିଜ ପ୍ରକୃତ ବନ୍ଧୁ ବୋଲି ମାନନ୍ତି। ଶାନ୍ତ ସମଦର୍ଶୀ ସମସ୍ତଙ୍କ ଭିତରେ ଭଗବାନଙ୍କୁ ଦର୍ଶନ କରନ୍ତି। ଶୁଦ୍ଧ ଏବଂ କାହାର କେବେ ଅମଙ୍ଗଳ କରନ୍ତିନି। ସକଳ ପ୍ରାଣୀକୁ ପ୍ରସନ୍ନ ରଖନ୍ତି। ସେଇମାନେ ସହଜରେ ସେ ଭଗବତ ଧାମ। ଏପରି ଭାବରେ ଉତ୍ତାନ ପାଦଙ୍କର ପୁତ୍ର ଭଗବତ ପରାୟଣ ଧ୍ରୁବ ତ୍ରିଲୋକ ଉପରେ ତାହାର ନିର୍ମଳ ଚୂଡ଼ାମଣି ସମାନ ବିଷ୍ଣୁ ଉପରେ ବିରାଜମାନ ହେଲେ। କୁରୁନନ୍ଦନ ବେଙ୍ଗଳା ବୁଲିଲା ବେଳେ ବଳଦମାନେ ଯେପରି ନେଇ କୁଣ୍ଡର ଚାରିପଟେ ବୁଲନ୍ତି, ଏହି ବେଗବାନ ଜ୍ୟୋତିଚକ୍ର ସେହିପରି ସେହି ଅବିନାଶୀ ଲୋକକୁ କେନ୍ଦ୍ର କରି ନିରନ୍ତର ଘୁରିଯାଏ। ଧ୍ରୁବଙ୍କର ଏପରି ମହିମା ଦେଖି ଥରେ ଦେବର୍ଷି ନାରଦ ପ୍ରଚେତାମାନଙ୍କ ଯଜ୍ଞଶାଳାରେ ବୀଣା ବଜାଇ ବଜାଇ ଏହି ତିନୋଟି ଶ୍ଲୋକ ଗାଇଥାଏ। ଯେତେବେଳେ ଧ୍ରୁବ ମହାରାଜ ମୃତ୍ୟୁଙ୍କ ପାଦରେ ଗୋଡ଼ ରଖିକି ଯାଉଥିଲେ, ସେତେବେଳେ ଦେବର୍ଷି ନାରଦ ତାଙ୍କ ଗୁରୁ ସେ ପ୍ରଚେତାଙ୍କ ଯଜ୍ଞରେ ସେଠି ତିନୋଟି ଶ୍ଲୋକ ନିଜ ଶିଷ୍ୟଙ୍କର ମହିମା ବର୍ଣ୍ଣନା କରିବାକୁ ଯାଇକି ବୀଣା ବଜେଇକି ସେ ତିନୋଟି ଶ୍ଲୋକ ଗାୟନ କରିଥାଏ। ଏଭଳିଆ ମହାନ ଶିଷ୍ୟ ନାରଦ ନୂନଂ ସୁନୀତେ ପତିଦେବତାୟା ସ୍ତପଃ ପ୍ରଭାବସ୍ୟ ସୁତସ୍ୟ ତାଂ ଗତିଂ ଦୃଷ୍ଟ୍ವಾ ଭ୍ୟୁପାୟାନପି ବେଦବାଦିନୋ ନୈବାଭିଗନ୍ତୁଂ ପ୍ରଭବନ୍ତି କିଂ ନୃପାଃ। ଏହା ନିଃସନ୍ଦେହ ଯେ ପତି ପରାୟଣା ସୁନିଷ୍ଠଙ୍କ ପୁତ୍ର ଧ୍ରୁବ ନିଜ ତପୋବଳରେ ଅଦ୍ଭୁତ ଶକ୍ତି ସଞ୍ଚୟ କରି ଯେଉଁ ଗତି ପାଇଲେ, ଭାଗବତ ଧର୍ମକୁ ଜାଣି କର୍ମକାଣ୍ଡରେ ରତ ଥିବା ବେଦବାଦୀ ମୁନିଗଣ ମଧ୍ୟ ତାହା ପାଇପାରନ୍ତି ନାହିଁ। ତେବେ ରାଜାଗଣଙ୍କ କଥା କଣ ବା କହିବା? ଆହା, ମାତ୍ର 5 ବର୍ଷ ବୟସରେ ଧ୍ରୁବ ସାବତ ମାର କଟୁ ବାକ୍ୟରେ ମର୍ମାହତ ହୋଇ ବନକୁ ଚାଲିଗଲେ ଏବଂ ମୋ ଉପଦେଶ ଅନୁସାରେ ତପ ଆଚରଣ କରି ଭକ୍ତର ସଦ୍ଗୁଣରେ ବଶ ହୋଇଥିବା ପ୍ରଭୁଙ୍କ ହୃଦୟକୁ ଜିତିଗଲେ। ସେ ଏତେ ଛୋଟ ଅବସ୍ଥାରେ ଅଳ୍ପ ଦିନର ତପସ୍ୟା ଫଳରେ ଭଗବାନଙ୍କୁ ପ୍ରସନ୍ନ କରି ତାଙ୍କର ଯେଉଁ ପରମ ପଦ ପାଇଗଲେ, ଭୂମଣ୍ଡଳର ଅନ୍ୟ କୌଣସି କ୍ଷତ୍ରିୟ ବର୍ଷ ବର୍ଷ ଧରି ତପସ୍ୟା କରି ମଧ୍ୟ କଣ ସେହି ପଦ ପାଇପାରିବେ? ମୁନିବର ମୈତ୍ରେୟ କହିଲେ, ହେ ବିଦୁର, ତୁମେ ମୋତେ ଉଦାର କୀର୍ତ୍ତି ଧ୍ରୁବଙ୍କ ଚରିତ୍ର ବିଷୟରେ ପଚାରିଥିଲ, ତେଣୁ ମୁଁ ତାହାକୁ ସମ୍ପୂର୍ଣ୍ଣ ରୂପେ ଶୁଣାଇଦେଲି। ସାଧୁଜନମାନେ ଏହି ଚରିତ୍ରକୁ ବହୁତ ପ୍ରଶଂସା କରନ୍ତି। ଏହା ଧନ ଯଶ ଓ ଆୟୁ ବୃଦ୍ଧି କରିଥାଏ। ଏହା ହେଉଛି ପରମ ପବିତ୍ର ଓ ଅତ୍ୟନ୍ତ ମଙ୍ଗଳମୟ। ଏହା ସ୍ୱର୍ଗ ଓ ଅବିନାଶୀ ପଦ ମଧ୍ୟ ପ୍ରଦାନ କରିପାରେ। ଏହା ଦେବତ୍ୱ ପ୍ରଦାନ କରିଥାଏ। ଏହି ଚରିତ୍ର ଅତ୍ୟନ୍ତ ପ୍ରଶଂସନୀୟ ଏବଂ ସକଳ ପାପ ନାଶକାରୀ। ଭଗବତ ଭକ୍ତ ଧ୍ରୁବଙ୍କର ଏହି ପବିତ୍ର ଚରିତ୍ର ଯେଉଁମାନେ ଶ୍ରଦ୍ଧାପୂର୍ବକ ବାରମ୍ବାର ଶୁଣନ୍ତି, ସେମାନଙ୍କର ଭଗବାନଙ୍କ ପ୍ରତି ଭକ୍ତି ଜାତ ହୁଏ, ଯାହା ଫଳରେ ସେମାନଙ୍କର ସକଳ ଦୁଃଖ ନାଶ ହୋଇଥାଏ। ଏହା ଶ୍ରବଣ କରୁଥିବା ଲୋକଙ୍କୁ ସୁଶୀଳତା ପ୍ରଭୃତି ଗୁଣ ପ୍ରାପ୍ତ ହୁଏ। ଯେ ମହତ୍ଵ ଚାହାନ୍ତି ସେମାନଙ୍କୁ ମହତ୍ଵ ପ୍ରାପ୍ତ ହେଉଥିବା ସ୍ଥାନ ମିଳେ। ଯେ ତେଜ ଚାହାନ୍ତି ତାଙ୍କୁ ତେଜ ପ୍ରାପ୍ତ ହୁଏ ଏବଂ ମନସ୍ୱୀ ମାନଙ୍କର ସମ୍ମାନ ବଢ଼େ। ପବିତ୍ର କୀର୍ତ୍ତି ଧ୍ରୁବଙ୍କର ଏହି ମହାନ ଚରିତ୍ର ସକାଳେ ଓ ସନ୍ଧ୍ୟାରେ ବ୍ରାହ୍ମଣାଦି ଦ୍ୱିଜାତିକ ସମାଜରେ ଏକାଗ୍ର ଚିତ୍ତରେ କୀର୍ତ୍ତନ କରାଯିବା ଆବଶ୍ୟକ। ଭଗବାନଙ୍କର ପରମ ପବିତ୍ର ଚରଣର ଶରଣରେ ରହୁଥିବା ଯେଉଁ ବ୍ୟକ୍ତି ଏହି ନିଷ୍କାମ ଭାବରେ ପୂର୍ଣ୍ଣିମା, ଅମାବାସ୍ୟା, ଦ୍ୱାଦଶୀ, ଶ୍ରବଣ
नक्षत्र तिथि क्षय व्यतिपात संक्रांति अथवा रविवार दिन श्रद्धालु लोकांकु शुणाती से स्वयं निज आत्मारे ही संतुष्ट रहती और सिद्ध हो जाती। यह होचे साक्षात भगवत विषय का अमृत ज्ञान। जो लोक भगवत मार्ग मर्म विषय अनभिज्ञ भगवत मार्ग मर्म विषय अनभिज्ञ तांको जे भी यह प्रदान करती से दीनवत्सल कृपाल पुरुष को देवता मान अनुग्रह करती। ध्रुवं को कर्म होची सर्वत्र प्रसिद्ध और परम पवित्र। से निजर बाल्यावस्था माता घर और खेलनार मोह छाड़ी दे से विष्णु भगवान को शरण लेवा चली जाते। गुरु नंदन तांकर पवित्र चरित्र मु तुमको सुनाई दे। इति श्रीमद्भागवत महापुराण पारमहंस संगीताय चतुर्थ स्कंदे ध्रुव चरित्र नाम द्वादश। तापर ध्रुवंकर वंशर सब वर्णना होची। वंशर वर्णना पर ध्रुव के वंश अंग नाम के जड़े राजा से जन्म होचन। अंग राजा सुंदर भाव से राज्य शासन करते। अत्यंत धर्मात्मा राजा परोपकारी राजा किंतु से अपुत्रिक थे। गोटे पुत्र जन्म होते नाम होते बेन। ये भयंकर पाप से एते पीड़ा प्रदान कला भयंकर पीड़ा से कला भगवान बोले कि ना मुझ भगवान मते पूजा कर। मुनि ऋषि मान यज्ञ सब बंद कर देला तो मते पूजा कर मोर उपासना कर। तो भगवान के को कहा तुम्हें इतनी भयंकर से आश्रित प्रकृति थे। तेणु चेतना जो आम भीतर आश्रित चेतना आसगला भीतर दम्भ ईर्षा अहंकार क्रोध लोभ मोह ये आम भीतर आसगला असुर हो कंस की कंस जहाँ भीतर भयंकर अहंकार लोभ अहंकार क्रोध ये सब जहाँ भीतर प्रबल ईर्षा द्वेष हिंसा जहाँ भीतर आसगला से असुर जहाँ भीतर आसगला दिव्य भाव अद्वेष्टा द्वेष नहीं अक्रोध क्रोध नहीं निर्लोभता निर्मोहता निर्मम निरहंकार अहंकार नहीं देवता दैवी गुण जहाँ भीतर आसगला देवता आसुरिक गुण जहाँ भीतर आसगला। तेणु से बेन राजा एते प्रजा मान एते पीड़ा प्रदान कला से ध्रुवंकर से वंशरे मनुवंश जो थे स्वयंभव मनु पुत्र उत्तानपाद पाखर ध्रुव आसला वंश परंपरा आसला अंग पर्यंत आसला। सुंदर भाव समस्ते राज्य शासन करते प्रजा मान पुत्र स्नेह करुले किंतु ये बेन भयंकर भाव से आसुरिक प्रकृति युक्त भयंकर समस्त पीड़ा द्वारा आरंभ कला। हाहाकार राज्य त्राही 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 चला। ऋषि मुनि मान को भी धीरे धीरे से अपमान करने आरंभ कला। मत समस्त पूजा ऋषि मुनि मैंने कार्य तपस्या बाधा सृष्टि आरंभ कले पूजा आराधना उपासना बाधा देले ऋषि मुनि मैंने ब्रह्मदंड द्वारा विनाश अहंकार द्वारा विनाश करते विनाश करने राजा राज्य राजा की नरही शासन ठीक हो पारे अराजकता राज्य व्यापीगला कौन करेंगे पुणी समस्या आसिक गुरु ऋषि कहते आपण मैंने किसी रास्ता कर। तेणु से मृत शरीर को मंथन करागला जमी गोटे क्षीर को मंथन करके दही बाहर करी क्षीर को आम बसैकी दही बाहर करके लहुणी बाहर करके दही से मृत शरीर मंथन कर से मृत शरीर भगवान पृथु भगवान अवतार पृथु भगवान की भगवान का अंश थे। पृथु और अर्चिराणी जी की महालक्ष्मी अंश थे पृथु राजा जी की भगवान का अंश। ये 24 अवतार भीतर पृथु अवतार हम 10 अवतार जानते 24 अवतार 24 अवतार भीतर पृथु अवतार। तेणु से मृत शरीर को जो मुनि मैंने मंथन कले मंत्र द्वारा पृथु अर्चिराणी अवतार प्रकट एवं से राजा है। ये जो पृथु राजा ये स्वयं भगवान को अवतार से
ସେ ସୁନ୍ଦର ଭାବରେ ରାଜ୍ୟ ଶାସନ କରନ୍ତି। ତାଙ୍କ ଚରିତ୍ରକୁ ଆମେ ଶ୍ରବଣ କରିବା। अथ तस्य पुनर्विप्रेर पुत्रस्य महीपतेः बाहुभ्यां मत्स्यपानाभ्यां निपुणं समपत्यत। मुनिवर मैत्रेय हे विदुर तापर ब्राह्मण माने पुत्रहीन राजा बेणकर दुई भुजକୁ मंथन कले। सेई मंथनर स्त्री पुरुष जुगड़ उत्पन्न हेले। ब्रह्मवादी ऋषि माने सेई दुई जणକୁ भगवानଙ୍କ अंश ବୋଲି ଜାଣି ଅତ୍ୟନ୍ତ ଖୁସି ହେଲେ ଓ କହିଲେ, ऋषि माने कहले पुरुष भगवान विष्णुଙ୍କର विश्वपालिनी कलार प्रकट ହୋଇଛନ୍ତି ଏବଂ ଏହି ସ୍ତ୍ରୀ ସେହି ପରମ ପୁରୁଷଙ୍କର ଅନପାଇନି ଶକ୍ତି ଲକ୍ଷ୍ମୀଙ୍କର ଅବତାର। ଏହି ପୁରୁଷ ନିଜ ସୁଯଶ ପ୍ରଥନ ଅର୍ଥାତ୍ ବିସ୍ତାର କରିବେ। ତେଣୁ ଏହି ପରମ ଯଶସ୍ୱୀ ପୃଥୁ ନାମକ ସମ୍ରାଟ ହେବେ, ରାଜାମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ। ଏହି ସୁନ୍ଦର ଦନ୍ତବତୀ ଏବଂ ଗୁଣ ଆଭୂଷଣମାନଙ୍କୁ ମଧ୍ୟ ବିଭୂଷିତ କରୁଥିବା ସୁନ୍ଦରୀ ଏହି ପୃଥୁଙ୍କୁ ହିଁ ନିଜର ସ୍ୱାମୀ ରୂପେ ବରଣ କରିବେ। ଏହାଙ୍କ ନାମ ହେବ ଅର୍ଚ୍ଚ। ସାକ୍ଷାତ ଶ୍ରୀହରିଙ୍କ ଅଂଶ ହିଁ ସଂସାରକୁ ରକ୍ଷା କରିବା ନିମନ୍ତେ ପୃଥୁ ରୂପେ ଅବତୀର୍ଣ୍ଣ ହୋଇଛି ଏବଂ ଭଗବାନଙ୍କ ସେବାରେ ରହୁଥିବା ତାଙ୍କର ନିତ୍ୟ ସହଚରୀ ଲକ୍ଷ୍ମୀ ଦେବୀ ଅର୍ଚ୍ଚନା ପ୍ରଦାନ। हे विदुर, ଏହା ଜାଣି ବ୍ରାହ୍ମଣମାନେ ପୃଥୁର ସ୍ତୁତି କଲେ, ଶ୍ରେଷ୍ଠ ଗନ୍ଧର୍ବମାନେ ତାଙ୍କର ଗୁଣଗାନ କଲେ, ସିଦ୍ଧମାନେ ପୁଷ୍ପବୃଷ୍ଟି କଲେ ଓ ଅପ୍ସରାମାନେ ନୃତ୍ୟ କଲେ। ଆକାଶରେ ଶଙ୍ଖ, ତୁରୀ, ମୃଦଙ୍ଗ, ଚତୁର୍ଥୀ ଆଦି ବାଦ୍ୟ ବାଜି ଉଠିଲା। ସମସ୍ତ ଦେବତା, ଋଷି ଓ ପିତର ନିଜ ନିଜର ଲୋକରୁ ସେଠାକୁ ଚାଲି ଆସିଲେ। ଦେବତା ଓ ଦେବେଶ୍ୱର ମାନଙ୍କ ସହିତ ଜଗତରୁ ବ୍ରହ୍ମା ମଧ୍ୟ ସେଠାରେ ଉପସ୍ଥିତ ହେଲେ। ସେମାନେ ବେଣ କୁମାର ପୃଥୁଙ୍କର ଡାହାଣ ହାତରେ ଭଗବାନ ବିଷ୍ଣୁଙ୍କର ହସ୍ତରେଖାମାନ ଓ ଉଭୟ ପାଦରେ ପଦ୍ମଚିହ୍ନମାନ ଦେଖି ତାହାଙ୍କୁ ଶ୍ରୀହରିଙ୍କର ହିଁ ଅଂଶ ବୋଲି ବୁଝିଗଲେ। କାରଣ ଯାହାଙ୍କ ହାତରେ ଅନ୍ୟ ରେଖାମାନଙ୍କ ଦ୍ୱାରା କାଟି ହୋଇନଥିବା ଚକ୍ର ଚିହ୍ନ ଥାଏ, ସେ ଭଗବାନଙ୍କର ଅଂଶ ହୋଇଥାଏ। ବେଦବାଦୀ ବ୍ରାହ୍ମଣମାନେ ମହାରାଜ ପୃଥୁଙ୍କ ଅଭିଷେକ ପାଇଁ ଆୟୋଜନ କଲେ। ସମସ୍ତେ ଅଭିଷେକ ସାମଗ୍ରୀ ସଂଗ୍ରହ କରିବାରେ ଲାଗିଗଲେ। ଅଭିଷେକ ଉପଲକ୍ଷେ ନଦୀ, ସମୁଦ୍ର, ପର୍ବତ, ସର୍ପ, ଗୋଜାତି, ପକ୍ଷୀ, ମୃଗ, ଶୁଗ, ସ୍ୱର୍ଗ, ପୃଥିବୀ ଆଦି ଅନ୍ୟ ସବୁ ପ୍ରାଣୀମାନେ ମଧ୍ୟ ତାଙ୍କୁ ନାନା ପ୍ରକାର ଉପହାର ଅର୍ପଣ କଲେ। ପୃଥୁରାଜଙ୍କର ରାଜ୍ୟାଭିଷେକ। ତାଙ୍କର ରାଜ୍ୟାଭିଷେକ ପରେ ସ୍ୱୟଂ ପୃଥୁ ମହାରାଜ କହିଲେ, ହେ ସୌମ୍ୟ ସୁତ ମାଗଧ ବନ୍ଦୀଜନ ମାନେ, ଏବେ ତ ଇହଲୋକରେ ମୋର କୌଣସି ଗୁଣ ପ୍ରକଟ ହୋଇନାହିଁ। ତେଣୁ ତୁମେମାନେ ମୋର କେଉଁ ଗୁଣର ବା ସ୍ତୁତି କରିବ? ମୋ ବିଷୟରେ ଯାହା କହିବ ବା ଗାଇବ, ତୁମର ସେ ବାଣୀ ବୃଥା ହେବା ଉଚିତ ନୁହେଁ। ତେଣୁ ମୋତେ ଛାଡ଼ି ଅନ୍ୟ କାହାର ସ୍ତୁତି କର। ଏ ମୃଦୁଭାଷୀ ଗଣ, ଭବିଷ୍ୟତରେ ଯେତେବେଳେ ମୋ ଭିତରେ ଲୁଚି ରହିଥିବା ଗୁଣ ପ୍ରକଟିତ ହୋଇଯିବ, ସେତେବେଳେ ତୁମେମାନେ ମୋର ସ୍ତୁତି ଯେତେ ପାରିବ ସେତେ ଗାଇବ। ଦେଖ, ଶିଷ୍ଟ ପୁରୁଷମାନେ ପବିତ୍ର କୀର୍ତ୍ତି ଶ୍ରୀହରିଙ୍କ ଗୁଣାନୁବାଦ ଛଡ଼ା ତୁଚ୍ଛ ମନୁଷ୍ୟମାନଙ୍କର ସ୍ତୁତି କରନ୍ତି। ମହତ୍ ଗୁଣାନାତ୍ମନି କର୍ତ୍ତୁମାସଃ କଃ ସ୍ତାବକୈ ସ୍ତାବୟତେ ସତୋପି ତସ୍ୟା ଭବିଷ୍ୟନ୍ନିତି ବିପ୍ରଲବ୍ଧୋ ଜନାମହାସଂ କୁମତିର୍ନ ବିଦଃ। ବୁଦ୍ଧିମାନ ବ୍ୟକ୍ତି ଯେତେ ଗୁଣ ଧାରଣ କରିବାକୁ ସମର୍ଥ ହୋଇଥିଲେ ମଧ୍ୟ ନିଜଠାରେ ସେପରି ଗୁଣ ନଥିବା ଅବସ୍ଥାରେ କେବଳ ସେସବୁର ସମ୍ଭାବନା ଅଛି ବୋଲି ଭାବି ଧରି ନେଇ ସ୍ତୁତିକାର ମାନଙ୍କ ଦ୍ୱାରା ନିଜର ସ୍ତୁତି କରାନ୍ତି ନାହିଁ। ଯଦି ଏ ଅମୁକ ବିଦ୍ୟା ଅଭ୍ୟାସ କରିଥାନ୍ତେ, ତେବେ ଏହାଙ୍କଠାରେ ଅମୁକ ଅମୁକ ଗୁଣ ପ୍ରକଟିତ ହୋଇଯାଆନ୍ତା। କାହାର ଏଭଳି ସ୍ତୁତି କରିବା ଯାହା ସେ ଲୋକଙ୍କୁ ଠକିବା। ତେଣୁ ପୃଥୁ ମହାରାଜ କହିଲେ, ମୋର କଣ ସ୍ତୁତି କରିବ, ବରଂ ଭଗବାନଙ୍କର ସ୍ତୁତି କର। ଏ ସୁତଗଣ, ଏପର୍ଯ୍ୟନ୍ତ ମୁଁ ମୋର କୌଣସି ଭଲ କର୍ମ ଦ୍ୱାରା ଜଗତରେ ପ୍ରସିଦ୍ଧ ହୋଇନି କି କୌଣସି ପ୍ରଶଂସା କରାଯିବା ଭଳିଆ ମୁଁ କାମ କିଛି କରିନି। ତେଣୁ ପିଲାଙ୍କ ଭଳି ମୁଁ ତୁମମାନଙ୍କ ଦ୍ୱାରା ନିଜର ସ୍ତୁତିଗାନ କରାଇବି କିପରି? ମୁନିବର ମୈତ୍ରେୟ କହିଲେ, ମହାରାଜ ପୃଥୁ ଏପରି କହିବାରୁ ତାଙ୍କର ଅମୃତ ବଚନ ଶୁଣି ସୁତ ଆଦି ଗାୟକମାନେ ବହୁତ ଖୁସି ହେଲେ। ତାପରେ ସେମାନେ ମୁନିମାନଙ୍କୁ ପ୍ରେରଣା ପାଇ ସେ ତାଙ୍କର ସ୍ତୁତି କରିବାକୁ ଲାଗିଲେ। ସେ କହିଲେ, ଆପଣ ହେଉଛନ୍ତି ନିଜ ମାୟାରେ ଅବତୀର୍ଣ୍ଣ ହୋଇଥିବା ସାକ୍ଷାତ ଦେବପ୍ରଭୁ ଶ୍ରୀ ନାରାୟଣ। ଆପଣଙ୍କର ମହିମା ଗାଇବାକୁ ଆମେ ସମର୍ଥ ନୁହଁ। ଆପଣ ରାଜା ବେଣଙ୍କ ମୃତ ଶରୀରରୁ ଜନ୍ମ ଗ୍ରହଣ କରୁଛନ୍ତି ସତ, କିନ୍ତୁ ଆପଣଙ୍କ ପୌରୁଷ ବର୍ଣ୍ଣନା କରିବାକୁ ଗଲେ ସାକ୍ଷାତ ବ୍ରହ୍ମାଙ୍କ ବୁଦ୍ଧି ମଧ୍ୟ ବାଉଳା ହୋଇଯିବ। ଭଗବାନଙ୍କର ମହିମା ବର୍ଣ୍ଣନା କରିବାକୁ ବ୍ରହ୍ମାଙ୍କ ବୁଦ୍ଧି ବି ସମର୍ଥ ନୁହଁ। ତଥାପି ଆପଣଙ୍କ କଥାମୃତ ଆସ୍ୱାଦନରେ ଆଗ୍ରହ ଦେଖି ମୁନିମାନଙ୍କ ଉପଦେଶ ଓ ପ୍ରେରଣା ଅନୁସାରେ ଆମେ ଆପଣଙ୍କର ପରମ ପ୍ରଶଂସନୀୟ କର୍ମମାନଙ୍କ ବିଷୟରେ କିଞ୍ଚିତ ବର୍ଣ୍ଣନା କରିବାକୁ ଚାହୁଁଛୁ। ତେଣୁ ସେମାନେ ତାଙ୍କର ସୁନ୍ଦର ଭାବରେ ଭଗବାନଙ୍କର ସ୍ତୁତି କଲେ।
तापर पृथ्वीराज पृथ्वी प्रति कोप एवं पृथ्वी स्तुति पृथ्वी कौन कले ना जेते सब शस्य थिला जेते सब धन संपत्ति थिला धन रत्न थिला सब निज भितर से कौन करथिला लीन कर दिथे जेतले अधार्मिक राजा जेतले शासन कले धर्म जेतले रहिलानी सेतले पृथ्वी तो सब किछ प्रदान करती ना समस्त भंडार पृथ्वी समस्त धन रत्न शस्य सबुत्र भंडार से तेणु सी सब को निज गर्भ भीतर लीन करते तेणु पुणी ताको कौन कला है ना पृथ्वी राजा कौन कले पृथ्वी माता कौन कले सब दोहन करा गाई जमी दुहा जाए से दोहन करा जाए कि समस्त जो पुणी धन रत्न शस्य सब मिसी सब पुणी प्रकट मुनिवर मैत्रेय कहले एपरि भाबरे बंदीजन माने महाराज पछुकर गुण कर्म वर्णना कर प्रशंसा करिबार से सेमानक धन्यवाद दे सेमानक मन राखी वस्तु प्रदान को संतुष्ट करे से ब्राह्मण आदि चारि वर्णर लोक सेवक मंत्री पुरोहित पुरवासी समस्त को से सत्कार करे विदुर पचारे ब्राह्मण पृथ्वी तो अनेक रूप धारण करि पारे से निर्दिष्ट रूपे गाय रूप काहे धारण पुणी महाराज पछु जेतो ताको दुहिले सेतो बाछुरी किए हैला किए दोहन पात्र हैला पृथ्वी तो प्रथमे स्वभावत उच्च नीच खालडी पथेला पृथ्वी ताको समतल कले कि करी एवं ताहाकर यज्ञांश को इंद्र काहे चोराई ना ब्रह्मविज्ञानी मानक मध्य श्रेष्ठ मुनिवर सनत कुमार को ठारू ज्ञान विज्ञान लाभ करी से राजर्षि केउ गति पाइले एमति विभिन्न प्रकार प्रश्न सुत मुनि वर्णना करे भगवान वासुदेव को कथा कहबे को विदुर एपरि प्रेरणा दिबार मुनिवर मैत्रेय प्रसन्न चित्त प्रशंसा करि कि कह मुनिवर मैत्रेय के हे विदुर ब्राह्मण माने महाराज पृथ्वी को राज्याभिषेक करि देई ताको प्रजा मानक रक्षक बोली घोषणा करि दे सेते बेल पृथ्वी अन्नहीन होई जाय पृथ्वी रे अन्न नथि पृथ्वी अन्नहीन होई तो प्रजा माने खाइ महाराज तेणु प्रजा माने भोक दाउरे सुखी कंटा होई जाय सब आपटा हाड़ा खाले खाइ सेमाने सेमानक रक्षक पृथ्वी निकट को आसी जणाइले महाराज गच्छ कोरडे लागिथ्रा नियारे जेपर विराट गच्छ मध्ये जड़ी जा आमे सिपरे आहार बिना उदरर भीषण क्षुधा ज्वाला जड़ी जाउछु आपण शरणागत मानक रक्षक ओ हमर अन्नदाता तेणु आमे आपण तो शरण को आसीछु आपण हमर रक्षा करता आपण सकल लोक रक्षा करता एवं आम मानक जीविकार स्वामी तेणु हे राजराजेश्वर आम भली क्षुधाग्रस्त मानक पई शीघ्र अन्न जोगाइबार व्यवस्था करो अन्न मुठाई मिलिया पूर्व जेपरि हमर प्राण चाली न जाए दया करी से पर किसी व्यवस्था मुनिवर मैत्रेय कहले हे पूर्वर प्रजामानकर करुण क्रंदन सुनी महाराज पृथ्वी बहु समय पर्यंत विचार कले शेषे तांको खाद्याभावर कारण जଣା पड़ा पृथ्वी स्वयं सब खाद्य और औषध को निज भीतर लुचाई देछि बोली जानि पारि से निजर धनु धरि एवं त्रिपुर विनाश भगवान रुद्रक कले क्रुद्ध होई पृथ्वी को लक्ष्य करी धनुरे बाण जोखिले से शस्त्र उठाई देखे पृथ्वी भय कंपी उठिला एवं शिकारी गुड़ाई बड़े हरिण भाई पलाइला पर से गाई को धरी भाई पलाइबा लागिला ताहा देखि महाराज पृथ्वीकर चक्षु क्रोधरे लाल पड़गला पृथ्वी जेगुणाई धाइला पृथ्वी धनुर्बाण धरी ता पछे पछे गुड़ाइला दिगो विदिगो स्वर्ग मर्त्य अंतरिक्ष केउठी पलाई गले भी पृथ्वी देखिला धनुषर धरी पृथ्वी ता पछे माड़ी आउला मनुष्य को जेपरि मृत्यु मुखर के बंचाई पारे नाही ताकू से परी बेन पुत्र पृथ्वी ठारू रक्षा करि परिया बनी लोक से केही मिलिले तेणु से अत्यंत भयभूत होई संकित चित्तरे पछक फेरिला और महाभाग पृथ्वी को कहला हे धर्म तत्व जानिथिबा शरणागत वस्त्र राजन आपण तो सकल प्राणी को रक्षा करिबार दरकार मते रक्षा मु अत्यंत दीन और निरपराधी आपण काहे कि मते मारिबा को चाहू आपण तो धर्मज्ञ रूपे परिचित आपण मो पर कि अबला को मारिबे कि स्त्री लोक कौन से अपराध कले साधारण जीव माने मध्य सेमान को ऊपर हाथ उठांती ना तेणु आपण करुणामय और दीनवत्सल भला करि मु तो गोटे सुदृढ़ नौका पर सकल जगत मत आधार कर दृष्टि रही मत नष्ट करदे आपण निजको निज प्रजा मान जल पर रखिए कि महाराज पृथ्वी कहले पृथ्वी तू मोर आज्ञा उल्लंघन करू तू यज्ञ देवता ऊपर भाग नौ किंतु ता बदल में मो लोक को अन्न देउना तेणु आज मुझे मारिदे तू प्रतिदिन सबुज घास खाई जाऊ अथच निज पन्हार टोपाई भी दूध देव तू एपरी दुष्टामी करुथबार तोते दंड देवा अनुचित होना मूर्खा पूर्व काल तू मूर्खा पूर्व काल